କହୁନ ଶିବ କହୁନି ଉଠିଲେନି ମନ୍ଦିରରୁ ଚା ଫା ପିଇବେ ତାପରେ ଯାଇ ବସିଲେ ତମେ ପାଣି ଢାଳିବ। ତ ଏଇଟା ଗୁଡୁର ହେଲା ବାଉଙ୍ଗି ନୂଆ ବାଉଙ୍ଗି ଏଇଟା ନ ବାନ୍ଧିଥିଲେ ହେଇନଥାନ୍ତା। ଏଇଟା ନ ବାନ୍ଧିଥିଲେ ହେଇନଥାନ୍ତା। ସେଇଟା ନ ବାନ୍ଧିଥିଲେ ହେଇନଥାନ୍ତା। ତ ଦେଖିବ ଏଟା ଗୁଡୁର ପୁରା ନୂଆ ବାଉଙ୍ଗି ପୁରା ଲୁକ୍ ଏ ବର୍ଷ ଫାଷ୍ଟ ପ୍ରଥମ। ସୋ ହେ ଗାଇସ୍ ଜୟ ଜଗନ୍ନାଥ ୱେଲକମ୍ ଟୁ ମନୋଜ କୁମାର ବ୍ଲଗ୍ସ। ତ ଗାଇସ୍ ଆଜି ଭିଡ଼ିଓଟା ପୁରା ସକାଳ ସକାଳ ଷ୍ଟାର୍ଟ କରିଦେଉଛି। ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଆଉ ନିଦ ବି ହେଲାଣି, ଦେହ ଯେହେତୁ ଖରାପ ଅଛି, ବର୍ଷା ବି ହେଇଛି, ସେଥିପାଇଁ ଛାତ ଉପରକୁ ପଳେଇ ଆସିଲି ଭିଡ଼ିଓଟା ଷ୍ଟାର୍ଟ କରିବା ପାଇଁ। ବାକି ମୋ ଭଏସ୍ଟା ଆପଣଙ୍କୁ ଶୁଭୁଥିବ କି ନାହିଁ ମୁଁ କହିପାରିନି, ମାନେ ଭଏସ୍ ପୁରା ମୋଟା ହେଇଯାଇଛି। ଆଉ ନାନୀ ବର୍ତ୍ତମାନ ଯିବ ପାଣି ଭାର ନେଇକି, ତ ଏ ଆମ ପାଖକୁ ଗୋଖେନଶ୍ୱର ଚନ୍ଦନେଶ୍ୱର। ତା ସହିତ ଆଜି ପ୍ରଥମ ଯାଉଛି ଗୁଡୁ ଆଉ ଆମ ଝିଅ ତ ପାଣି ଉଠେଇବନି, ଗୁଡୁ ଉଠେଇବ, ମୋ ନାନୀ ଉଠେଇବ। ତ ଚାଲ ଯିବା, ମାନେ ସେମାନେ ତଳେ ସବୁ ରେଡି ହେଉଛନ୍ତି, ତ ଆପଣଙ୍କୁ ଦେଖେଇମି। ଆଉ ଆଜି ସୋମବାରଟା କେମିତି କ'ଣ କଟୁଛି ସବୁ ସେୟାର କରିବି ଆପଣମାନଙ୍କୁ। ଆଉ ରାତି ପାଇନି ତାର ଚାଲିଲା ମେକଅପ୍। ତୁ ତ ପାଣି ନବୁନୁ, ମାନେ ପାଣି ଭାର ଉଠେଇବୁନୁ। ତୁ କ'ଣ ପାଇଁ ଯିବୁ? ଖୁସି ସେମିତି ଛାଡିଦେ ସେମିତି ହେଇକି ଯାଉନୁ, ବଡ ଦେଖାବୁ। ମୁଁ ମୋର କ'ଣ ଅଛି, ମୁଁ ତ ପଳେଇବି। ମୁଁ କ'ଣ ଝିଅ ପିଲା ମେକଅପ୍ ନେବି? ବାକି ମୋର ବାଉଙ୍ଗି ବାହାରି ଯାଇଛି। ମୋର ଥାର୍ଡ ପାଳି, ମାନେ ଆର ସୋମବାର ମୁଁ ନେଇକି ଯିବି। ସର୍ବଟା କ'ଣ ପଶୁଛି କହୁଛନ୍ତି, ଦେଖିବା କ'ଣ ହେବ କ'ଣ ନାହିଁ। ଆମର ଗାଁ ଛୁଆ ସବୁ ଯିବୁ, ବଡ଼ ଛୁଆ ବଡ଼ ସାନ ସମସ୍ତେ ମିଶିକି ଯିବେ। ଆଉ ମୋର ଏଇଟା ଗୁର ହେଲା, ଠିକ ଅଛି। ତ ଆମର ଏଠି ଚାଲିପାରିବୁ ତ? ପଇସା ଭୋଗ କରିବୁ। ତ ଭାଇ ଦେଖ, ଅଲଗା ପ୍ରକାର ବର୍ଷା ଉଠେଇଛି, ବୁଝୁଛ ନା? ଦେଖାଉନା ଅନ୍ଧାର, ଟାଇମ ହେଇଗଲା 5:30। ଗୁଡୁ କୁଆଡେ ତୁ ହଜି ଯାଉଛୁ? ଆମ ମେନ୍ ଟୋକାଟା ଆଇଲା। ମେନ୍ ଟୋକା ଏ ବର୍ଷ ପ୍ରଥମ ତୋରା ଚାଲିପାରିବୁ ତ? ଶୁଣୁ, ଚାଲିପାରିବୁ ନା କୋ ବାପା ଅଟୋ ମତେ ନେଇଯା। ଅନେଇଲୁ ଟିକେ, କ'ଣ ମୁଣ୍ଡରେ ବାଜିଛି? ବୋଲ ବମ୍। ତୋ ବାଉଙ୍ଗି ଆଣୁ ମତେ 15 ବର୍ଷ ପରେ ମୋ ସାଙ୍ଗ 15 ବର୍ଷ ଏବେ ଯିବ ନା କେତେବେଳେ ଯିବ? ହାରି ଯିବ, ସାଙ୍ଗେ ସାଙ୍ଗେ ଉଠେଇ ପଳେଇ ଆସିବ। ଆମେ ଶନିବାର ଯିବୁ, ଯେହେତୁ ଆମର ଟିକେ ଦୂର ବାଟ ହବ। ଆମେ ଶନିବାର ଗଲେ 2ଟା 3ଟା ବେଳକୁ ଉଠେଇବୁ। ନା ଗୁଡୁ କହୁନ ଶିବ କହୁନି ଉଠିଲେନି ମନ୍ଦିରରୁ ଚା ଫା ପିଇବେ, ତାପରେ ଯାଇ ବସିଲେ ତମେ ପାଣି ଢାଳିବ। ତ ଏଇଟା ଗୁଡୁର ହେଲା ବାଉଙ୍ଗି ନୂଆ ବାଉଙ୍ଗି ଏଇଟା ନ ବାନ୍ଧିଥିଲେ ହେଇନଥାନ୍ତା। ଏଇଟା ନ ବାନ୍ଧିଥିଲେ ହେଇନଥାନ୍ତା। ସେଇଟା ନ ବାନ୍ଧିଥିଲେ ହେଇନଥାନ୍ତା। ତ ଦେଖିବ ଏଟା ଗୁଡୁର ପୁରା ନୂଆ ବାଉଙ୍ଗି ପୁରା ଲୁକ୍ ଏ ବର୍ଷ ଫାଷ୍ଟ ପ୍ରଥମ। ଆର ବର୍ଷ ଆମ ଗାଁରେ ପଳେଇବୁ। ଆଉ ମୁଁ ଧରିବି ତାକୁ, ଦେ ଦିଦି ଦେଇଦେ। ଯାହା ବସିଛ ତା ପଛରେ ଫେରେ ରଖିଦବୁ। ଓକେ, ତ ଏବେ ସେମାନେ ପଳେଇଲେ। ଆଉ ମୁଣ୍ଡ ବିନ୍ଧା ବିନ୍ଧି କରୁଛି, ଆଉ ଅନେଇ ପାରୁନି ଭିଡ଼ିଓ। ଆଉ କ'ଣ କରିବି ଭାବି ଯାଇକି ପୁଣି ଅଧଘଣ୍ଟେ ଘଣ୍ଟାରେ ଶୋଇପଡ଼େ। ତାପରେ ଉଠିକି ଯିବି, ମେଡ଼ିସିନଟା ଆଣିବି। ଦେଖିବା କେତେ କ'ଣ କମୁଛି। କାଲି ଖାଇଥିଲି, କମିନି ଏପର୍ଯ୍ୟନ୍ତ, ବେଶୀ ପେନ୍ ହେଉଛି। ରାତି ସାରା ଶୋଇନି, ନିଶ୍ୱାସ ନେଇ ହେଉନି ନା। ଦେଖିବା କ'ଣ ହେଉଛି। ମୁଁ ଶୋଇକି ଉଠେ, ତାପରେ କଥା ହେବା। ତ ଭାଇ ବର୍ତ୍ତମାନ ମୁଁ ଉଠିଲି, ଆଉ ଟାଇମ୍ ହେଲାଣି ଆସି 10ଟା।
ନାନୀ ବି ପଳେଇ ଆସିଲାଣି ପାଣି ଢାଳିକି। ଆଉ ପାଗ ମୁଁ ଦେଖୁଛି ଆପଣମାନଙ୍କୁ ଖରା ବର୍ତ୍ତମାନ ଅଛି, ପବନ ଟିକେ ଦେଉଛି, କହିହେବନି ଆଉ ଟିକେ ଗଲେ ଫେର ବର୍ଷା ବି ଆସିପାରେ। ହେଇ ଦେଖ ଖରା, ତା ସହିତ ବାପା କ'ଣ ଯିବେ ବୋଲି ବେପାରକୁ, ଅଳ୍ପ ମାଲ ଅଛି, ମାଲ ଆଜି ତିଆରି ହେଇନି, ଛଣା ହେଇନି, ଆଉ ଅଳ୍ପ ମାଲ ଯାହା ବାକି ଥିଲା ସେଟା ବାପା ଅଳ୍ପ ଆଳୁ ପକେଇ ଦେଇକି ଯିବେ କହୁଥିଲେ। ବର୍ତ୍ତମାନ ଆଳୁ ମାନେ ହେଇସାରିଲାଣି, ମୁଁ ଶୋଇଥିଲି ସିଟି ମାଇଲା ବୋଲି ଉଠିଗଲି। ତ ଚାଲ ଦେଖିବା ବାହାରେ ସବୁ କ'ଣ କ'ଣ କରୁଛନ୍ତି ସବୁ ଆଉ। ତ ଏବେ ଆମର ଆଳୁ ଫାଳୁ ଚଢ଼ା ହବ, ଏପଟେ ପାଣି ରେଡ଼ି ହେଲା, ଅଳ୍ପ ଆଳୁ ଆଜି ଯିବ, ତାପରେ ଦେଖିବା ପିଆଜ ଫିଆଜ କଟା ହେଇଛି। ଆଉ ସୋମବାର ପକେଇ ଦେଇଛ, ଯେ ତ ପାଣି ନବ ସେ ଖାଇବନି। କ'ଣ ହେଇଛି, କ'ଣ କହୁଛି ଝଡ଼ିଗଲା? ତୁ ବୋଧେ ଯୋଉ ଆଜି ନେଲୁ ପାଣିଟା କେତେ ଆଡେ ଚାଲିଛୁ, ସେଇଠୁ ଉଠେଇଲୁ ସେଇଠୁ ପକେଇଲୁ ଝଡ଼ିଗଲୁ ଚାଲିକି। ଆଉ କ'ଣ କଲୁ ଝଡ଼ିଗଲୁ? ଝଡ଼ିଗଲୁନି କ'ଣ ଆଗରୁ ମୋଟା ଥିଲୁ? ଆଉ ତୁ ବୋଧେ ନା ତ ଗାଇସ୍ ବର୍ତ୍ତମାନ ପଳେଇ ଆସିଲି ଦୋକାନ ପାଖକୁ। ଆଉ ଦେଖିପାରୁଥିବେ ପୋଖରୀ ପୁରା ପାଣି ଫୁଲ୍ ହେଇଯାଇଛି, ଆଉ ଆମର ଏକଡ଼େ ମାଲ ସରିଯାଇଛି। ଘରେ ବସି ବିରକ୍ତି ଲାଗିଲା, ପଳେଇ ଆସିଲି ବୁଲିବା ପାଇଁ, ଭାବିଲି ଭିଡ଼ ଥିବ, ଆସିଲି ଭିଡ଼ ଥିଲା, ତାପରେ ମାଲ ଶେଷ। ଏବେ ଘରକୁ ଯିବା, ଖାଇଦେବା, ତାପରେ ବ୍ଲଗ୍ଟାକୁ ଏଣ୍ଡ କରିବା ଆଉ। ପୋଖରୀରେ ଦେଖ ପାଣି ଭାଇ ଫୁଲ୍ ହେଲା ବେଳକୁ କେତେ ସୁନ୍ଦର ଦେଖାଯାଉଛି, ମାନେ ଯେତେବେଳେ ପାଣି ନଥିଲା ପୁରା ମାନେ କୋତରା ମୋତରା ହେଇକି ଅବସ୍ଥା ନଥିଲା, ଟିକେ ପାଣି ହେଇଗଲା ବେଳକୁ ମାନେ ବର୍ଷା ପାଣି ଫୁଲ୍ ହେଇଗଲା ପୋଖରୀ, ପୁରା ଗୋଟେ ସୁନ୍ଦର ଦେଖାଯାଉଛି ଆଉ। ଚାଲ ଯିବା ଘରକୁ, ଘରେ ଯାଇ ପହଞ୍ଚିକି ଗାଧୁଆ ପାଧୁଆ କରିବା, ତାପରେ କଥା ହେବା ଆଉ। ଆମ୍ବ କାଟିଦେଲି, ରସୁଣ କଞ୍ଚା ଦଳିଦେଲି, ଲୋକ ଜର ଥଣ୍ଡା ହେଇଛି ପଖାଳ ତା ଦେହରେ ଖାଉଛି ଦେଖୁନ। ତ ଗାଇସ୍ ବର୍ତ୍ତମାନ ଗାଧୋଇ ପଇଲି, ମୁଁ ଖାଇବି। ଆଉ ଆଜି ଆମର ଯେହେତୁ ସୋମବାର, ଆଜି ବେଶୀ ଆଇଟମ୍ ହେଇନି, ଖାଲି ଅରୁଆ ଡାଲମା ଆଉ ଏ ବଡ଼ି ଟିକେ ଆଉ, କାହିଁକିନା ଦେହ ଖରାପ ବୋଉର, ସେ ଆଉ କରିପାରିବନି ଆଜି, ଯେତିକି କରିଛି ବହୁତ। ଏଇଟା ଏମିତି ଖାଇଥିଲେ ଦେଖନି, କୁକୁର ଏମିତି ଖାଇକି ପକାନ୍ତି ସେମିତିଆ। ଏଇ ସେଇ ଖାଇଥିବ, ସେଇ କୁକୁର ଭଳିଆ ଖାଏ, ଆଉ କିଏ ଖାଏ? କ'ଣ କହିଲୁ? ତ ଏବେ ମୋର ରାଗୁଆ ରାଗୁଆ ପୁରା ଆଳୁ ଚକଟାଟା ହେଇଗଲା, ଡାଲମା ପକେଇବା, ଭାତ ହବ ଆଜି ଆଉ। ଥଣ୍ଡା ଏକାଥରେ ଛାଡ଼ିଦେବ ଲେମ୍ବୁ ଟିକେ ଦେଇକି ଲେମ୍ବୁ ଖାଇବା କଥା ପକେଇ କାଚୁଛି ତାକୁ ବଢ଼ି ପୁରା ଭାଙ୍ଗି ଦେବି। ଲେମ୍ବୁ କେବେ ବି ଭାତରେ ପକେଇ ଖାଏ ନା, ଏବେ ଯୋଉ ପକେଇଲି ଭାଇ ବଢ଼ିଆ ଲାଗୁଛି, ଫ୍ଲେଭର ଅଲଗା ବରା, ଟିକେ ଟିକେ ଖଟା ଖଟା। ଯୋଉ ଆଳୁ ଚଟଣିଟା ଗାଜର ଆଳୁ ଚକୁଟି ଦେଇଛି, ସେଟା ଅଲଗା ବରା ଦେଖାଯାଉଛି ଦେଖିଲ। ତ ଗାଇସ୍ ଆଜିର ଭିଡ଼ିଓକୁ ଏଇଠି ଏଣ୍ଡ କରିବା, ଆଶା ଅଛି ଆଜିର ବ୍ଲଗ୍ଟି ଆପଣଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରି ଚ୍ୟାନେଲ୍ ସବସ୍କ୍ରାଇବ୍ କରିବେ। ଦେଖା ହବା ନୂଆ ବ୍ଲଗ୍ରେ। ରହିଲି, ଜୟ ଜଗନ୍ନାଥ, ବାଏ ବାଏ।